ଭଗବାନ ଶିବ କହିଛନ୍ତି କୁକୁରକୁ ରୁଟି ଖୁଆଇବାର 8 ଗୋଟି ଫାଇଦା ଜାଣି ନିଅନ୍ତୁ। ଜୀବନରେ କେବେ ବି ଦୁଃଖୀ ରହିବେ ନାହିଁ। ସେହି 8 ଗୋଟି ଫାଇଦା ଜାଣିବା ପୂର୍ବରୁ ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭଗବାନ ଶିବ କହିଛନ୍ତି କୁକୁରକୁ ଗୋଟିଏ ଟୁକୁଡ଼ା ରୁଟି ଖୁଆଇବା ଦ୍ୱାରା କେଉଁ ପ୍ରକାରର ଫଳ ମିଳିଥାଏ। ଗୋଟିଏ ସମୟର କଥା ଅଟେ। ଭଗବାନ ଶିବ କୈଳାସ ପର୍ବତ ଉପରେ ବସିଥିଲେ। ତେବେ ମାତା ପାର୍ବତୀ ଭଗବାନ ଶଙ୍କରଙ୍କୁ ପଚାରନ୍ତି, ସ୍ୱାମୀ, ମୋ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି। ଭଗବାନ ଶିବ କହିଛନ୍ତି, ହେ ମହାଦେବୀ, ଆପଣ ନିସଂକୋଚ ହୋଇ ପ୍ରଶ୍ନ ପଚାରନ୍ତୁ। ମାତା ପାର୍ବତୀ କହିଲେ, ସ୍ୱାମୀ, ମୁଁ ଏହା ଜାଣିବାକୁ ଚାହୁଁଛି ଯେ କୁକୁରକୁ ଖଣ୍ଡେ ରୁଟି ଖୁଆଇବା ଦ୍ୱାରା ମନୁଷ୍ୟକୁ କେଉଁ ପ୍ରକାରର ଫଳ ମିଳିଥାଏ। ତେବେ ଭଗବାନ ଶିବ କୁହନ୍ତି, ହେ ଦେବୀ ପାର୍ବତୀ, କୁକୁରକୁ ଗୋଟିଏ ଖଣ୍ଡ ରୁଟି ଖୁଆଇବା ଦ୍ୱାରା 8 ଗୋଟି ଫାଇଦା ହୁଏ ତଥା ଯେଉଁ ମନୁଷ୍ୟ ଏହି ଫାଇଦା ବିଷୟରେ ଜାଣିବ ତାହାର ସବୁ ପାପ ନଷ୍ଟ ହୋଇଯିବ, ତା ଜୀବନ ଧନ୍ୟ ହୋଇଯିବ ଏବଂ ତା ଜୀବନରେ କୌଣସି ପ୍ରକାରର ଦୁଃଖ ରହିବ ନାହିଁ। ଯେଉଁ ବି ମନୁଷ୍ୟ ପୃଥିବୀ ଲୋକରେ କୁକୁରକୁ ଖଣ୍ଡେ ରୁଟି ଖୁଆଇବ ତାର 8 ପ୍ରକାରର ଲାଭ ହୋଇଥାଏ ଏବଂ ତାକୁ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ। ଭଗବାନ ଶିବ କୁହନ୍ତି, ହେ ଦେବୀ, ମନୁଷ୍ୟ କେତେ ମଉକାରେ କୁକୁରର ନାମ ନେଇଥାଏ। କାହାକୁ ଗାଳି ଦେବା ସମୟରେ ମଧ୍ୟ ମନୁଷ୍ୟ ପାଟିରୁ କୁକୁରର ନାମ ବାହାରିଥାଏ। ମନୁଷ୍ୟ ତ ଗାଳି ଲୋକଙ୍କୁ ଦେଇଥାଏ କିନ୍ତୁ ନାମ ଖରାପ ହୋଇଥାଏ କୁକୁରର। ଭଗବାନ ଶଙ୍କର କୁହନ୍ତି, ହେ ଦେବୀ, ଗୋଟିଏ ସମୟର କଥା ଅଟେ। ଗୋଟିଏ କଳା ରଙ୍ଗର କୁକୁର ଥିଲା। ସେ କୁକୁରଟି ଅତ୍ୟନ୍ତ ଭୋକିଲା ଓ ଶୋଷିଲା ଥିଲା। ସେ ଗାଁର ସମସ୍ତ ଘର ଘର ବୁଲୁଥାଏ, ପରନ୍ତୁ ସେ କୁକୁରକୁ କେହି ବି ଖଣ୍ଡେ ହେଲେ ରୁଟି ଦେଉନଥିଲେ। ସେ ଭୋକିଲା ଅବସ୍ଥାରେ ଏପଟ ସେପଟ ବୁଲି ବୁଲି ଗୋଟିଏ ଦିନ ଗାଁ ବାହାରେ ନଦୀ କୂଳରେ ଗୋଟିଏ ଋଷିଙ୍କ ଆଶ୍ରମରେ ପହଞ୍ଚିଗଲା ଏବଂ ଋଷିଙ୍କୁ କହିବାକୁ ଲାଗିଲା, ହେ ଋଷିବର, ମୋତେ ଲାଗୁଛି ଆପଣ ବହୁତ ବଡ଼ ବିଦ୍ୱାନୀ ଓ ଜ୍ଞାନୀ ଅଟନ୍ତି। ସେଥିପାଇଁ ମୁଁ ଭୋକିଲା ଓ ଶୋଷିଲା ହୋଇ ଆପଣଙ୍କ ପାଖକୁ ଧାଇଁ ଆସିଛି। ଆପଣ ହିଁ ମୋତେ ଖଣ୍ଡେ ରୁଟି ଦେଇ ଦିଅନ୍ତୁ, ଯାହାକୁ ଖାଇ ମୁଁ ନିଜର ଭୋକକୁ ଶାନ୍ତ କରିପାରିବି। ଋଷିବର କହିଲେ, ହେ ଶ୍ୱାନ, କ'ଣ ଗାଁରେ ତୁମକୁ କେହି ଖଣ୍ଡେ ରୁଟି ଦେଇନାହାନ୍ତି ଯାହାକୁ ଖାଇ ତୁମେ ନିଜର ଭୋକ ମେଣ୍ଟାଇ ପାରିଥାନ୍ତ? କୁକୁର କୁହେ, ହେ ଋଷିବର, ମୁଁ ଆପଣଙ୍କୁ କ'ଣ କହିବି? ଆପଣ ମୋ କଥାକୁ ବିଶ୍ୱାସ କରିବେ ନାହିଁ। ତାପରେ ଋଷିବର କହିଲେ, ହେ ଶ୍ୱାନ, ତୁମେ କୁହ, ମୁଁ ନିଶ୍ଚୟ ତୁମ କଥାକୁ ବିଶ୍ୱାସ କରିବି। ତୁମେ ମୋତେ ନିରୀହ ପରି ଦେଖାଯାଉଛ। କୁକୁରଟି କହିଲା, ଠିକ୍ ଅଛି ମୁନିବର, ମୁଁ ଆରମ୍ଭ କରୁଛି। ହେ ମୁନିବର, ଦୁନିଆର ଲୋକ ଆମକୁ ଘୃଣା କରନ୍ତି। ଆମର ନା ଘର ଅଛି ନା ଆଶ୍ରୟ ଅଛି, ରୋଜଗାର କରିବା ଜଣା ଅଛି ନା ବସ୍ତ୍ର ପିନ୍ଧିବାର ଜ୍ଞାନ ଅଛି ଆମ ପାଖରେ। ସେଥିପାଇଁ ଖରା, ବର୍ଷା ଓ ଶୀତ ସମୟରେ ମଧ୍ୟ ଆମେ ଇଆଡ଼େ ସିଆଡ଼େ ଘୂରି ବୁଲୁଥାଉ। ଆମକୁ ଲେଖିବା ପଢ଼ିବା ମଧ୍ୟ ଆସେ ନାହିଁ। ହେ ମୁନିବର, ଆପଣଙ୍କ ପରି ଆମକୁ ଅନୁଶାସନ ଜଣା ନାହିଁ କି ଆମକୁ ଆପଣଙ୍କ ପରି କହିବା ମଧ୍ୟ ଜଣା ନାହିଁ। ଏହା ଆମର ଦୁର୍ଭାଗ୍ୟ ଅଟେ। ପରନ୍ତୁ ଆମକୁ ଆପଣଙ୍କ ପରି ଭୋକ ମଧ୍ୟ ଲାଗୁଛି ଓ କ୍ଷତ ହେଲେ ଆପଣଙ୍କ ପରି ପୀଡ଼ା ମଧ୍ୟ ଅନୁଭବ ହୁଏ ଆମକୁ। ଆମକୁ ଆପଣଙ୍କ ପରି କାନ୍ଦ ମଧ୍ୟ ଆସିଥାଏ। ବାସ୍ ଏହି 3ଟି କାମକୁ ଆମେ ଆପଣଙ୍କର ବର୍ବାଦୀ କରିଦେଇଥାଉ। ସେଥିପାଇଁ ଆପଣ ଆମ ଉପରେ ଦୟା ଦେଖାନ୍ତୁ। ଆପଣ ଆମକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। ଭଗବାନ ତ ଆମକୁ କଷ୍ଟ ଦେଇ ଛାଡ଼ିଛନ୍ତି, ସେଥିରେ ଲୋକମାନେ ମଧ୍ୟ ଆମକୁ ହଇରାଣ କରନ୍ତି। ଆମେ ଆପଣଙ୍କ ପରି ମନୁଷ୍ୟ ନୁହନ୍ତି। ଆମେ ପରାଧୀନ ଜୀବ। ଯେବେ ଆମର ଜନ୍ମ ହେଲା ସେହି ସମୟରେ ଆମର ଆଖି କାନ ବନ୍ଦ ଥିଲା। ଯେମିତି ଆପଣଙ୍କର ଜନ୍ମ ସମୟରେ ଗୀତ ନାଚ ହୋଇଥିଲା, ଠିକ୍ ସେହିପରି ଆମ ଜନ୍ମରେ ମଧ୍ୟ କେହି ଖୁସି ହୋଇଥିଲା। ଆମର ଜନ୍ମ ସମୟରେ ଆମେ ବିଛଣା ଉପରେ ଥିଲୁ। ତାହା ତୁଳାରେ ନିର୍ମିତ ଥିଲା। ଥଣ୍ଡା ଆଦୌ ବି ହେଉନଥିଲା। ମୁଁ ମନେ ମନେ ଭାବୁଥିଲି କେଉଁ ବଡ଼ ଘରେ ମୋର ଜନ୍ମ ହୋଇଛି। ଯେତେବେଳେ ମୋର ଆଖି ଖୋଲିଲା ମୁଁ ଜାଣିଲି ଆମର ମା, ଯାହାକୁ ଆପଣମାନେ କୁକୁରଣୀ ବୋଲି କୁହନ୍ତି,
ସେ ତାର 5 ଜଣ ଛୁଆଙ୍କୁ ଛାତିରେ ଜାବୁଡ଼ି ଧରି ରଖିଥାଏ। ଆମେ 5 ଭାଇ ଥିଲୁ। ବାକି 4 ଭାଇ ଲାଲ ଏବଂ କସରା ରଙ୍ଗର ଅଟନ୍ତି। ମୁଁ ଏକାକୀ କଳା ରଙ୍ଗର ଥିଲି। ସବୁଠାରୁ ଛୋଟ ମଧ୍ୟ ଥିଲି। ସେଥିପାଇଁ ମୁଁ ଦୁର୍ବଳ ଅଟେ। ଆମ ମା ଆମ ପାଖକୁ ବହୁତ କମ୍ ଆସନ୍ତି, କାରଣ ତାଙ୍କୁ ମଧ୍ୟ ନିଜ ଭୋଜନର ବ୍ୟବସ୍ଥା କରିବାକୁ ପଡ଼ିଥାଏ। ଯଦି ସେ କିଛି ଖାଇବ ନାହିଁ, ତେବେ ଆମକୁ କେଉଁଠୁ କ୍ଷୀର ପିଆଇବ? ସେ ମା ଉପରେ ଆମ 5 ଜଣ ନିର୍ଭର କରୁ। ସେ ବିଚାରୀ ଖାଦ୍ୟ ପାଇଁ ଇଆଡ଼େ ସିଆଡ଼େ ଘୂରି ବୁଲୁଥାଏ। କେତେବେଳେ ଖାଇବାକୁ ଖାଦ୍ୟ ମିଳେ ତ କେତେବେଳେ ଖାଦ୍ୟ ମିଳେ ନାହିଁ। କିନ୍ତୁ ସେ ଆମ 5 ଭାଇଙ୍କର ବହୁତ ଖ୍ୟାଲ ରଖେ। ଯାହା ହେଲେ ମଧ୍ୟ ସେ ଆମର ମା ଥିଲା। ସେ ଦିନ ରାତି ଜାଗୃତ ହୋଇ ଗାଁକୁ ଜଗୁଥାଏ। ସେ ଅନ୍ୟ ଗାଁର ଲୋକଙ୍କୁ ଆମ ଗାଁକୁ ଆସିବାକୁ ଦିଏ ନାହିଁ, କି ଅନ୍ୟ ଗାଁର କୁକୁରକୁ ମଧ୍ୟ ଆମ ଗାଁକୁ ପ୍ରବେଶ କରିବାକୁ ଦିଏ ନାହିଁ। ଯଦି ଫସଲ ଖାଇବା ପାଇଁ କୌଣସି ଜୀବଜନ୍ତୁ ଆସନ୍ତି, ତେବେ ଆମର ମା ତାଙ୍କୁ ଡରାଇ ଘଉଡ଼ାଇ ଦିଏ। ଗାଁ ଲୋକଙ୍କ ପାଇଁ ଏତେ ସବୁ କରିବା ପରେ ମଧ୍ୟ କେହି ବି ଆମ ମାକୁ ଭୋଜନ ଦିଅନ୍ତି ନାହିଁ। ଭୋଜନ ପାଇଁ ଆମ ମାକୁ ବାଧ୍ୟ ହୋଇ ଅନ୍ୟଠୁ ଛଡ଼େଇ ଭିଡ଼ି ନେବାକୁ ପଡ଼େ। କେତେଥର ଲୋକେ ତାକୁ ଠେଙ୍ଗାରେ ବାଡ଼େଇ ଘଉଡ଼ାଇ ଦିଅନ୍ତି। ସେହିଦିନ ବିଚାରୀ ଭୋକ ଉପାସରେ ରହି ପେଟର ନିଆଁରେ ଜଳୁଥାଏ। କୁକୁର କହେ, ହେ ମୁନିବର, ଆମକୁ ମଧ୍ୟ ଆପଣଙ୍କ ପରି ଭୋକ ଲାଗେ। ତାକୁ ମଧ୍ୟ ଆମ 5 ଜଣ ପିଲାଙ୍କର ଚିନ୍ତା ଲାଗିଥାଏ, ଯେହେତୁ ସେ ଆମର ମା ଥିଲା। ଯେତେବେଳେ ଭୋକରେ ସେ ଆଉଟୁ ପାଉଟୁ ହେଉଥାଏ, ସେତେବେଳେ ଗାଁ ଲୋକ ତାକୁ ଭୋକରେ ଦେଖି ମଧ୍ୟ ତାଙ୍କ ହୃଦୟ ତରଳୁ ନଥାଏ। ତ ବାଧ୍ୟ ହୋଇ ସେ ଲୋକଙ୍କ ଘରକୁ ଚୋରି କରିବା ପାଇଁ ପଡ଼ୁଥିଲା ଏବଂ ଖାଦ୍ୟ ସାମଗ୍ରୀ ମିଳିଲେ ତାକୁ ଖାଇ ନିଜର ପେଟର ନିଆଁକୁ ସନ୍ତୁଳିତ କରୁଥିଲା। କେତେ ନିର୍ଦ୍ଦୟ ଲୋକ ଆମ ମାକୁ କବାଟ ବନ୍ଦ କରି ବାଡ଼େଇ ଖରାପ ଅବସ୍ଥା କରିଦିଅନ୍ତି। ପୁଣି ସେହି କୁକୁର ଋଷିବରଙ୍କୁ କୁହେ, ହେ ଋଷିବର, ଆମ ମା କାହାର କିଛି ଅସୁବିଧା କରିଥିଲା, କେବଳ ନିଜ ପେଟ ପାଇଁ ଭୋଜନ ଚୋରି କରୁଥିଲା। ଚୋରି କରିବା ପାଇଁ ଆମକୁ କୌଣସି ମଜା ଲାଗେ ନାହିଁ, କିନ୍ତୁ ଏହି ପାପୀ ପେଟ ଆମକୁ ଏପରି କରିବାକୁ ବାଧ୍ୟ କରିଦିଏ। ଗୋଟିଏ ଦିନର କଥା। ଜୋରରେ ବର୍ଷା ହେଉଥିଲା। କୁଆପଥର ପଡ଼ୁଥିଲା। ଥଣ୍ଡା ପବନ ମଧ୍ୟ ବହୁଥିଲା। ସେହି ଥଣ୍ଡାରେ ଥରି ଥରି ମୋର 3 ଭାଇ ମରିଗଲେ। ସେହିଦିନ ଆମର ମା ବହୁତ କାନ୍ଦିଥିଲା, କିନ୍ତୁ ମନୁଷ୍ୟ ଆମର ଏହି ପୀଡ଼ାକୁ ବୁଝିପାରି ନଥିଲା। କୁକୁର କହିଲା, ହେ ମୁନିବର, ଆମେ କେବଳ 2 ଭାଇ ରହିଲୁ। ଆମ ମା ଆମର ଭଲରେ ଦେଖାଶୁଣା କରିବାକୁ ଲାଗିଲା। ଗୋଟିଏ ଦିନ ଆମ ଗାଁର ଠାକୁର ସାହେବଙ୍କ ଘରେ ମହୋତ୍ସବ ହେଉଥିଲା। ଅନେକ ପ୍ରକାରର ମିଠା ପ୍ରସ୍ତୁତ ହେଉଥିଲା। ଠାକୁର ସାହେବଙ୍କ ଘରକୁ ବହୁତ ଅତିଥି ଆସିଥିଲେ। ଆମର ମା କିଛି ଖାଦ୍ୟ ଅନ୍ୱେଷଣରେ ସେଠାକୁ ବାରମ୍ବାର ଯାଉଥାଏ, କିନ୍ତୁ ଲୋକମାନେ ତାକୁ ଘଉଡ଼ାଇ ଦିଅନ୍ତି। କାହାକୁ ବି ତା ଉପରେ ଦୟା ଆସୁନଥିଲା କି ଗୋଟିଏ ଖାଦ୍ୟ ପୁଡ଼ିଆ ତା ପାଇଁ ଫୋପାଡ଼ି ଦେବାକୁ। ସେ ଯେତେବେଳେ ଖାଦ୍ୟ ଖାଇବା ପାଇଁ ଭିତରକୁ ଗଲା, ଲୋକମାନେ ତାକୁ ଦେଖି ଚାରିଆଡ଼ୁ ପାଟି କରି ଜଗିଦେଲେ। ମୋ ମା ଭୟରେ ଖାଦ୍ୟ ଉପରେ ଡେଇଁ ସେଠାରୁ ଦୌଡ଼ି ପଳାଇ ଆସିଲା ଏବଂ ସେଠାରେ ଉପସ୍ଥିତ ଥିବା ଅତିଥି ଭୋଜନ କରିବା ବନ୍ଦ କରିଦେଲେ ଏବଂ କହିଲେ, କୁକୁର ଖାଦ୍ୟ ଲଙ୍ଘି ଯାଇଥିବାରୁ ଏହି ଖାଦ୍ୟ ଏବେ ଭ୍ରଷ୍ଟ ହୋଇଯାଇଛି। ସବୁ ନିଜ ଭିତରେ ବିଚାର ବିମର୍ଶ ହେଉଥିଲେ ଯେ ଏହି ଖାଦ୍ୟ କ'ଣ କରିବା, ଏସବୁ ଖରାପ ହୋଇଯାଇଛି। ଏହା ସବୁ ଶୁଣି ଠାକୁର ସାହେବ କାନ୍ଦିବାକୁ ଲାଗିଲେ ଏବଂ କିଛି ଲୋକ କହୁଥିଲେ, ଆରେ ଭାଇ, କୁକୁର ଲଙ୍ଘିବାରୁ ଖାଦ୍ୟ କିପରି ନଷ୍ଟ ହୋଇପାରିବ? ସେ କ'ଣ ଖାଦ୍ୟରେ ମୁହଁ ମାରିଛି? କେବଳ ଖାଦ୍ୟ ଲଙ୍ଘି ଚାଲିଯାଇଛି। ଏବଂ କହିବାକୁ ଲାଗିଲେ, ସହରରେ ତ ଲୋକମାନେ କୁକୁରକୁ ଘରେ ରଖନ୍ତି ଏବଂ ଖାଦ୍ୟ ଖାଇବାକୁ ଦିଅନ୍ତି। ଏଥିରେ କୌଣସି ଅସୁବିଧା ହୁଏ ନାହିଁ। ଯଦି କୁକୁର ଖାଦ୍ୟ ଲଙ୍ଘିଗଲା, ତେବେ ଖାଦ୍ୟ ଖରାପ ହେବ ନାହିଁ। କିନ୍ତୁ ସେଥିରେ କିଛି ବଡ଼ ବଡ଼ୁଆ ଏହାକୁ ଅମାନ୍ୟ କରୁଥିଲେ ଏବଂ କହୁଥିଲେ, ଭୋଜନ ତ ନଷ୍ଟ ହୋଇଗଲା, ଏହା ଆମ ଖାଇବାର ଯୋଗ୍ୟ ହୋଇ ଆଉ ରହିଲା ନାହିଁ। ପରିଶେଷରେ ସେମାନଙ୍କର କଥା ରହିଲା, ସମସ୍ତ ଖାଦ୍ୟ ଗରିବମାନଙ୍କ ମଧ୍ୟରେ ବାଣ୍ଟି ଦିଆଗଲା। ସେହିଦିନ ମୋ ମା ପେଟ ଭରି ଖାଦ୍ୟ ଖାଇଥିଲା
ଏମିତି ସୁଖ ସେ ତା ଜୀବନରେ କେବେ ବି ପାଇନଥିଲା। କିନ୍ତୁ ସେ ସୁଖ ତା ପାଇଁ ମହଙ୍ଗା ପଡ଼ିଗଲା। ଭୋଜନ କରି ସେ ଶୋଇଥାଏ, ସେଠାକୁ ଠାକୁର ସାହେବ ଠେଙ୍ଗା ଧରି ଆସି ତାକୁ ପିଟିବାକୁ ଲାଗିଲେ। ବାହାରକୁ ଦୌଡ଼ି ଯିବାର କୌଣସି ରାସ୍ତା ନଥିଲା। ଠେଙ୍ଗା ପ୍ରହାରରେ ମୋ ମା ଚିଲ୍ଲାଉଥାଏ। ତା ପାଟି ଶୁଣି ପଥର ବି ତରଳି ଯିବ। କିନ୍ତୁ ସେ ନିର୍ଦ୍ଦୟକୁ ଟିକେ ବି ଦୟା ଆସୁନଥିଲା। ସେ କେବଳ ପିଟି ଚାଲିଥାଏ। ମୋ ମା'ର ପାଟି ପୁରା ଗାଁରେ ଶୁଭୁଥିଲା। ସେଥିରୁ କିଛି ଲୋକ ଆସି କୁହନ୍ତି, ଠାକୁର ସାହେବ, ଏ କୁକୁରକୁ ଯିବାକୁ ଦିଅ। ଭୋକରେ ତ ମନୁଷ୍ୟର ବୁଦ୍ଧି ମଧ୍ୟ ଭ୍ରଷ୍ଟ ହୋଇଯାଏ। ଏ ତ ସାମାନ୍ୟ ପଶୁ ଅଟେ। ଇଏ କେଉଁଠୁ ଭଲ ମନ୍ଦର ଜ୍ଞାନ ଜାଣିବ? ତାକୁ ମାରି ଆପଣଙ୍କୁ କ'ଣ ଫାଇଦା ମିଳିବ? ଯାହା ହବାର ଥିଲା ହୋଇଗଲା। ଲୋକେ କହିବାରୁ ସେ ମୋ ମା'କୁ ମାରିବା ବନ୍ଦ କରିଦେଲା। ମା ଆସି ସମସ୍ତ ଘଟଣା ଆମ ଦୁଇ ଭାଇଙ୍କ ଆଗରେ କହିଲା। ହେ ମୁନିବର, କେତେ କଷ୍ଟ ଆମ କୁକୁରଙ୍କର ଜୀବନ। ଖଣ୍ଡେ ରୁଟି ପାଇଁ ଚୋରଙ୍କ ପରି ମାଡ଼ ଖାଉଛୁ। ଏହି ଲୋକ ବେକାର ଅଟନ୍ତି, ଯିଏ ଆମମାନଙ୍କ ପୀଡ଼ାକୁ ବୁଝନ୍ତି ନାହିଁ। ଗୋଟିଏ ଦିନର କଥା ଅଟେ। ଗାଁ ବାହାରେ ଗୋଟିଏ ବ୍ରାହ୍ମଣ ଆସି ଠିଆ ହୋଇଥିଲା। ସେ ନିଜର ଭୋଜନ ପାଇଁ ଗୋଟିଏ ସ୍ଥାନରେ ଚୁଲି ତିଆରି କରୁଥିଲା ଏବଂ ତା ଉପରେ ଡାଲି କରିବା ପାଇଁ ରଖିଦେଲା। ତାପରେ ଅଟା ଚକଟି ରଖିଦେଲା। ସେ ପାଖରେ ଥିବା କୂଅକୁ ପାଣି ଆଣିବା ପାଇଁ ଚାଲିଗଲା। ମୋ ମା ସେଠାରେ ପହଞ୍ଚିଗଲା ଏବଂ ଭାବିଲା ସେ ଅଟା ଚକଟାର ମଧ୍ୟ କେହି ମାଲିକ ନାହାନ୍ତି ବୋଧହୁଏ। ଏହା ଭାବି ସେ ସେହି ଅଟାକୁ ଖାଇବାକୁ ଲାଗିଲା। କୂଅ ପାଖରେ ଠିଆ ହୋଇ ବ୍ରାହ୍ମଣ ଏସବୁ ଦେଖି ବିଚରା ଦୁଃଖୀ ହୋଇ କାନ୍ଦିବାକୁ ଲାଗିଲା। କାହିଁକି ନା ସେ ମଧ୍ୟ 2 ଦିନ ହେଲା ଭୋକିଲା ଓ ଶୋଷିଲା ଥିଲା। କିଛି ଲୋକ ଆସି ସେହି ବ୍ରାହ୍ମଣକୁ କହିଲେ, ହେ ବ୍ରାହ୍ମଣ ଦେବତା, ଏହି କୁକୁର ଆପଣଙ୍କ ଅଟାକୁ ନଷ୍ଟ କରିଦେଇଛି। ଏହି କୁକୁର କିଛି ଦିନ ତଳେ ଠାକୁର ସାହେବଙ୍କ ଖାଦ୍ୟକୁ ନଷ୍ଟ କରିଦେଇଥିଲା। ବ୍ରାହ୍ମଣ ଏସବୁ ଦେଖି ଗୋଟିଏ ଠେଙ୍ଗା ଆଣି ସେହି କୁକୁରକୁ ମାରିବା ପାଇଁ ଲାଗିଲେ। ମା ତ ସେହି ଅଟାକୁ ଠିକ୍ରେ ଖାଇ ବି ନଥିଲା, କିନ୍ତୁ ତାଠୁ ଅଧିକା ମାଡ଼ ଖାଉଥିଲା। ମୋ ମା କେତେ ଦିନ ଯାଏ ଦୁର୍ବଳ ଆହତ ହୋଇ ବୁଲୁଥାଏ। ହେ ମୁନିବର, ଆମର କମି ଏହା ଯେ ଆମେ ସ୍ୱାର୍ଥପର ଲୋକଙ୍କ ଅଧୀନ ହୋଇ ରହିଥାଉ। ଯିଏ ଆମକୁ କଷ୍ଟ ଦେଇଥାଏ, ଯିଏ ଆମକୁ ଭଲ ପାଇବାର ସହିତ ଖୁଆଇଥାଏ, ଆମେ ତା ପାଇଁ କେତେ କାମରେ ଆସିଥାଉ। ତାକୁ ଜଣା ନାହିଁ ଆମେ ତାର କେତେ କାମରେ ଆସିଥାଉ। ତା ଘର ଜଗିଥାଉ। ତା ସହିତ ବହୁତ ସାରା ଲାଭ ହୋଇଥାଏ, ଯାହା ମନୁଷ୍ୟ ଜାଣିନଥାଏ। ଭଗବାନ ଶଙ୍କର କୁହନ୍ତି, ହେ ଦେବୀ ପାର୍ବତୀ, ଯଦି ମନୁଷ୍ୟ କୁକୁରକୁ ଖଣ୍ଡେ ରୁଟି ଖୁଆଇବାର ଫାଇଦା ଜାଣିଯାଏ, ତେବେ ଜୀବନରେ ହେବାକୁ ଯାଉଥିବା କ୍ଷତିରୁ ବଞ୍ଚିଯିବ। ଆଜି ମୁଁ ଆପଣଙ୍କୁ କହିବି ଯେ କୁକୁରକୁ ଖଣ୍ଡେ ରୁଟି ଖୁଆଇବାର 8ଟି ଫାଇଦା, ଯାହା ମନୁଷ୍ୟକୁ ଜଣା ନାହିଁ କି ଯେବେ ଘରେ ରୁଟି ତିଆରି ହୋଇଥାଏ, ତେବେ ପ୍ରଥମ ରୁଟି ଗାଈ ମାତା ଓ ଶେଷ ରୁଟି କୁକୁର ପାଇଁ ରଖିବା ଉଚିତ ହୋଇଥାଏ। ଏପରି ବିଧାନ ରହିଛି। କିନ୍ତୁ ଏପରି ବିଧାନକୁ ଭୁଲିଯାଇ ମନୁଷ୍ୟ ଆଗ ଓ ଶେଷ ରୁଟିକୁ ସ୍ୱୟଂ ଖାଇଯାଇଥାଏ। ଏହାର ଦୃଷ୍ଟଭାବ ତା ଜୀବନରେ ପଡ଼ିଥାଏ। କୁକୁରକୁ ରୁଟି ଖୁଆଇବା ଦ୍ୱାରା ମନୁଷ୍ୟ ଉପରେ ପଡ଼ୁଥିବା ଗ୍ରହଦୋଷ ଦୂର ହୋଇଯାଇଥାଏ। ଭଗବାନ ଶିବ କୁହନ୍ତି, ହେ ଦେବୀ ପାର୍ବତୀ, କୁକୁରକୁ ରୁଟି ଖୁଆଇବାର ପ୍ରଥମ ଫାଇଦା ହେଉଛି ଶନିଙ୍କର ନକାରାତ୍ମକ ପ୍ରଭାବ କମ୍ ହୋଇଯାଇଥାଏ। ଶନି ଗ୍ରହ ଯେବେ ନିଜର କୁଦୃଷ୍ଟି ପକାଇଥାଏ, ତେବେ ପ୍ରତ୍ୟେକ ମନୁଷ୍ୟ ବର୍ବାଦ ହୋଇଯାଇଥାଏ। ଯେଉଁ ବ୍ୟକ୍ତି ଉପରେ ଶନିଙ୍କର ମହାଦଶା ଆରମ୍ଭ ହୋଇଯାଇଥାଏ, ତେବେ ହେବାକୁ ଥିବା କାମ ଆପେ ଆପେ ବିଗିଡ଼ି ଯାଇଥାଏ ଏବଂ ସେହି ମନୁଷ୍ୟ ଆର୍ଥିକ ପରିସ୍ଥିତିର ସାମ୍ନା କରେ। ସେହି ପରିସ୍ଥିତିରେ ଯଦି ସେହି ବ୍ୟକ୍ତି କୁକୁରକୁ ରୁଟି ଖୁଆଏ, ତେବେ ଶନିଙ୍କର ଦୁଷ୍ପ୍ରଭାବ ବହୁତ କମ୍ ହୋଇଯାଇଥାଏ। କୁକୁରକୁ ରୁଟି ଖୁଆଇବାର ଦ୍ୱିତୀୟ ଫାଇଦା, ଭାଗ୍ୟ ଆପଣଙ୍କ ସପକ୍ଷରେ ହୋଇଯାଇଥାଏ। ଆପଣଙ୍କ ଘର ଭିତରେ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ। କୁକୁରକୁ ରୁଟି ଖୁଆଇବାର ତୃତୀୟ ଫାଇଦା, ଏହାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରେ ଧନ ଦୌଲତର କମି ହୋଇନଥାଏ। କୁକୁରକୁ ରୁଟି ଖୁଆଇବାର ଚତୁର୍ଥ ଫାଇଦା, ଏହାଦ୍ୱାରା ଆପଣଙ୍କ ଉପରେ କର୍ଜ ରହିନଥାଏ। କୁକୁରକୁ ରୁଟି ଖୁଆଇବାର ପଞ୍ଚମ ଫାଇଦା, ଏହାଦ୍ୱାରା
ଆପଣଙ୍କ ବ୍ୟାପାର ଭଲରେ ଚାଲିଥାଏ। କୁକୁରକୁ ରୁଟି ଖୁଆଇବାର ଷଷ୍ଠ ଫାଇଦା। ଏହାଦ୍ୱାରା ଆପଣଙ୍କର ଆୟୁ ବୃଦ୍ଧି ହୋଇଥାଏ। କୁକୁରକୁ ରୁଟି ଖୁଆଇବାର ସପ୍ତମ ଫାଇଦା। ଏହାଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ। ମାନସିକ ଅବସ୍ଥା ମଜବୁତ ରହିଥାଏ। ଆପଣଙ୍କର ମନ ସର୍ବଦା ଉର୍ଜ୍ଜବାନ ରହିଥାଏ। ଭଲ ବିଚାର ଆପଣଙ୍କ ମନରେ ଆସିଥାଏ। କୁକୁରକୁ ରୁଟି ଖୁଆଇବାର ଅଷ୍ଟମ ଫାଇଦା। ଏହାଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି। କାରଣ ଭଗବାନ ସମସ୍ତ ଜୀବଙ୍କର ଚିନ୍ତା କରିଥାନ୍ତି। ସମସ୍ତ ଜୀବଙ୍କ ଉପରେ ଦୟା କରିଥାନ୍ତି। ଭଗବାନଙ୍କ କୃପା ଆପଣଙ୍କ ପରିବାର ଉପରେ ରହିଥାଏ। ବଡ଼ ଲୋକମାନେ କହିଛନ୍ତି କୁକୁରକୁ କନ୍ଦେଇବା ଦ୍ୱାରା ଅଶୁଭ ହୋଇଥାଏ। କୌଣସି ସଙ୍କଟ ଆସିଥାଏ। କାହାର ମୃତ୍ୟୁ ମଧ୍ୟ ହୋଇଥାଏ। ତେଣୁ କୁକୁରକୁ କେବେ କନ୍ଦେଇବା ଉଚିତ ନୁହେଁ। ଏହି ପ୍ରକାରର ଭଗବାନ ଶଙ୍କର ମାତା ପାର୍ବତୀଙ୍କୁ କୁକୁରକୁ ରୁଟି ଖୁଆଇବାର ଲାଭ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କଲେ। ଯେଉଁ ମନୁଷ୍ୟ କୁକୁରକୁ ଖଣ୍ଡେ ରୁଟି ଖୁଆଇଥାଏ ତାକୁ ଏହି 8 ପ୍ରକାରର ଫାଇଦା ପ୍ରାପ୍ତି ହୋଇଥାଏ। ଆଜିର ଏହି ଭିଡ଼ିଓଟିକୁ ଏହିଠାରେ ସମ୍ପୂର୍ଣ୍ଣ କରୁଛି। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ ଓ ଭିଡ଼ିଓକୁ ଲାଇକ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଭିଡ଼ିଓଟିକୁ ଅଧିକରୁ ଅଧିକା ବନ୍ଧୁବାନ୍ଧବ ଓ ସାଙ୍ଗସାଥୀମାନଙ୍କ ପାଖକୁ ସେୟାର କରନ୍ତୁ। କମେଣ୍ଟରେ ଜୟ ଶଙ୍କର ଲେଖିବାକୁ ଭୁଲନ୍ତୁ ନାହିଁ।